ସ୍ୱପ୍ନରେ କୌଣସି ମୃତ ପରିଜନକୁ ଯଦି ଆପଣ ଦେଖୁଥାନ୍ତି ତେବେ ଏହାର ଅର୍ଥ କ'ଣ ହୋଇପାରେ? ଦର୍ଶକ ବନ୍ଧୁ, ଯଦି ଆପଣ କୌଣସି ବନ୍ଧୁ, ପରିବାରଜନ ଅଥବା ସମ୍ବନ୍ଧୀୟଙ୍କୁ ହରାଇଛନ୍ତି ତେବେ ସମ୍ଭବତଃ ସେ ଆପଣଙ୍କ ସ୍ୱପ୍ନରେ ଅବଶ୍ୟ ଆସିଥାଇପାରନ୍ତି। ଆପଣମାନେ କ'ଣ ଏ ବିଷୟରେ ଭାବିଛନ୍ତି କି ଏପରି ସ୍ୱପ୍ନ କାହିଁକି ଆସିଥାଏ? ଯଦି ଆପଣ ମଧ୍ୟ ଏ ବିଷୟରେ କିଛି ଅନୁଭବ କରିଥାନ୍ତି ତେବେ ଆପଣଙ୍କୁ ଡରିବାର କୌଣସି ଆବଶ୍ୟକତା ନାହିଁ। ଆମ ହିନ୍ଦୁ ଧର୍ମର ଶାସ୍ତ୍ରରେ ପ୍ରତ୍ୟେକ ସ୍ୱପ୍ନରେ ଏକ ବିଶେଷ ଅର୍ଥ ରହିଥିବାର କୁହାଯାଇଛି। ସ୍ୱପ୍ନ ଏବଂ ଏହାର ଅର୍ଥ ସମ୍ବନ୍ଧିତ ଏକ ବିଶେଷ ଶାସ୍ତ୍ର ମଧ୍ୟ ହିନ୍ଦୁ ଧର୍ମରେ ଉପଲବ୍ଧ ଅଛି, ଯାହାର ନାମ ସ୍ୱପ୍ନଶାସ୍ତ୍ର। ଏହି ସ୍ୱପ୍ନଶାସ୍ତ୍ରରେ ଆପଣଙ୍କ ସ୍ୱପ୍ନ ସମ୍ବନ୍ଧିତ ଅନେକ ପ୍ରଶ୍ନର ଉତ୍ତର ମିଳିଯିବ। ଦର୍ଶକ ବନ୍ଧୁ, ଆଜିର ଭିଡ଼ିଓରେ ଆମେ ମୃତ ପରିଜନଙ୍କ ସ୍ୱପ୍ନରେ ଆସିବା ବିଷୟରେ ବିସ୍ତାର ପୂର୍ବକ ଜାଣିବା। ତେବେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିବା ପାଇଁ ଆପଣମାନଙ୍କୁ ଅନୁରୋଧ। ନମସ୍କାର ଦର୍ଶକ ବନ୍ଧୁ, M2 ଷ୍ଟୋରି ଟେଲରରେ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ। ଦର୍ଶକ ବନ୍ଧୁ, ସ୍ୱପ୍ନଶାସ୍ତ୍ର ଅନୁସାରେ ପ୍ରତ୍ୟେକ ସ୍ୱପ୍ନର ଏକ ବିଶେଷ ଅର୍ଥ ଏବଂ ମହତ୍ତ୍ୱ ରହିଥାଏ ଏବଂ ଏହା ଆମକୁ ଭବିଷ୍ୟତରେ ହେବାକୁ ଥିବା କିଛି ଘଟଣା ବିଷୟରେ ଅବଗତ କରାଇଥାଏ। ଏହି ସ୍ୱପ୍ନମାନଙ୍କ ମଧ୍ୟରୁ କିଛି ସ୍ୱପ୍ନ ମୃତ ପରିଜନଙ୍କ ବିଷୟରେ ହୋଇଥାଏ, ଯାହା ଆମକୁ କିଛି ସଂକେତ ଦେଇଥାଏ, ଯାହାକୁ ଜାଣିବା ଆମମାନଙ୍କ ପାଇଁ ଅତି ଆବଶ୍ୟକ ହୋଇପଡ଼େ। ସ୍ୱପ୍ନଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତି କୌଣସି ରୋଗବଶତଃ ମୃତ୍ୟୁକୁ ପ୍ରାପ୍ତ ହୋଇଥାନ୍ତି ଏବଂ ସେହି ବ୍ୟକ୍ତିଙ୍କୁ ଆପଣ ସ୍ୱପ୍ନରେ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ଅବସ୍ଥାରେ ଦେଖନ୍ତି, ତେବେ ସେହି ମୃତ ବ୍ୟକ୍ତି ଆପଣଙ୍କୁ ଏହି ସନ୍ଦେଶ ଦେବାକୁ ଚାହୁଁଛି କି ଏବେ ତାଙ୍କର ଜନ୍ମ କୌଣସି ଏକ ଭଲ ସ୍ଥାନରେ ହୋଇସାରିଛି ଏବଂ ଆପଣ ତାଙ୍କ ବିଷୟରେ ଚିନ୍ତା ଛାଡ଼ି ଜୀବନରେ ଆଗକୁ ବଢ଼ିଯାଆନ୍ତୁ। ଏ ପ୍ରକାର ସ୍ୱପ୍ନକୁ ସ୍ୱପ୍ନଶାସ୍ତ୍ରରେ ଆଶ୍ୱାସନା ସ୍ୱପ୍ନ କୁହାଯାଇଛି। ଏପରି ସ୍ୱପ୍ନ ଆସିବା ପରେ ଆପଣ ଚିନ୍ତା ଛାଡ଼ି ପ୍ରସନ୍ନ ହେବା ଉଚିତ କି ଏବେ ଆପଣଙ୍କ ପ୍ରିୟଜନଙ୍କ ଜନ୍ମ ଭଲ ସ୍ଥାନରେ ହୋଇସାରିଛି। ମୃତ୍ୟୁ ସମୟରେ ସେ ଯେକୌଣସି କାରଣ ଯୋଗୁଁ ମୃତ୍ୟୁପ୍ରାପ୍ତ ହୋଇଥାନ୍ତି ନା କାହିଁକି, ଏଭଳି ସ୍ୱପ୍ନ ଆସିଲା ପରେ ଆପଣଙ୍କୁ ଆଉ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। କୌଣସି ସୁସ୍ଥ ବ୍ୟକ୍ତିଙ୍କର ଯଦି ଅକାଳ ମୃତ୍ୟୁ ହୋଇଯାଏ ଏବଂ ଯଦି ଆପଣ ତାଙ୍କୁ ସ୍ୱପ୍ନରେ ରୋଗଗ୍ରସ୍ତ ଥିବାର ଦେଖନ୍ତି, ତେବେ ଏହାର ଏ ଅର୍ଥ ରହିପାରେ କି ମୃତ ବ୍ୟକ୍ତି ଆପଣଙ୍କୁ ତାଙ୍କର କୌଣସି ଇଚ୍ଛା ବିଷୟରେ କହିବାକୁ ଚାହୁଁଥିବେ, ଯାହାକୁ ବୁଝିବା ପାଇଁ ଆପଣଙ୍କୁ ଚେଷ୍ଟା କରିବା ଉଚିତ। ଏହାକୁ ଅନ୍ୟ ଅର୍ଥରେ କହିପାରିବା କି ବ୍ୟକ୍ତିଙ୍କର ଅକାଳ ମୃତ୍ୟୁ ପୂର୍ବରୁ ତାଙ୍କର କୌଣସି ଇଚ୍ଛା ଥିଲା ଯାହା ପୂରା ହୋଇପାରିଲା ନାହିଁ। ଯଦି ଆପଣ ତାଙ୍କର ଏହି ଅଧୁରା ଇଚ୍ଛା ବିଷୟରେ ଅବଗତ ଅଛନ୍ତି, ତେବେ ତାହାକୁ ପୂରା କରିବା ପାଇଁ ଅବଶ୍ୟ ପ୍ରୟାସ କରନ୍ତୁ। ଏହା କରିବା ଦ୍ୱାରା ମୃତ ପରିଜନଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ ଏବଂ ଏହାର ଅନ୍ୟ ପ୍ରଭାବ ସ୍ୱରୂପ ଆପଣଙ୍କ ଘରର ସୁଖ ସମୃଦ୍ଧି ଉପରେ ପଡ଼ିଥାଏ। ଆପଣଙ୍କ ଘରକୁ ଆସିବାକୁ ଥିବା ଖୁସିର ପରିମାଣ ବଢ଼ିଯାଇଥାଏ। ପରନ୍ତୁ ଯଦି ଆପଣ ସେହି ପରିଜନଙ୍କ ଇଚ୍ଛା ଜାଣିବା ସତ୍ତ୍ୱେ ମଧ୍ୟ ପୂରା କରିବା ପାଇଁ ଚେଷ୍ଟା କରନ୍ତି ନାହିଁ, ତେବେ ଏହା ଆପଣଙ୍କ ପରିବାର ପାଇଁ ସଙ୍କଟର କାରଣ ହୋଇପାରେ। ଦର୍ଶକ ବନ୍ଧୁ, ଯଦି ଆପଣ କୌଣସି ଜୀବିତ ବ୍ୟକ୍ତିଙ୍କୁ ସ୍ୱପ୍ନରେ ମୃତ ଅବସ୍ଥାରେ ଦେଖନ୍ତି ଏବଂ ଭୟରେ ନିଦରୁ ଉଠି ବସି ପଡ଼ନ୍ତି, ତେବେ ଏ ସ୍ଥିତିରେ ଆପଣଙ୍କୁ ଡରିବାର କୌଣସି ଆବଶ୍ୟକତା ନାହିଁ। କାରଣ ସ୍ୱପ୍ନଶାସ୍ତ୍ର ଅନୁସାରେ ଯଦି ଆପଣ ସ୍ୱପ୍ନରେ ମୃତ ଅବସ୍ଥାରେ ଦେଖନ୍ତି, ତେବେ ବାସ୍ତବରେ ଏହା ସମ୍ପୂର୍ଣ୍ଣ ବିପରୀତ ହୋଇଥାଏ। ଅର୍ଥାତ୍ ଏବେ ସେ ବ୍ୟକ୍ତିଙ୍କ ଆୟୁରେ ଏବେ ଆହୁରି ବୃଦ୍ଧି ହୋଇସାରିଛି। ଆଜ୍ଞା ହଁ, ଏହି ପ୍ରକାରର ସ୍ୱପ୍ନ ଲମ୍ବା ଆୟୁକୁ ଦର୍ଶାଇଥାଏ। ଦର୍ଶକ ବନ୍ଧୁ, ଅନେକ ଥର ଆପଣମାନେ ମଧ୍ୟ ଧ୍ୟାନ ଦେଇଥିବେ କି ଆମର ସ୍ୱର୍ଗବାସୀ ମୃତ ପରିଜନ ସ୍ୱପ୍ନରେ ତ ଆସନ୍ତି, ପରନ୍ତୁ କିଛି କୁହନ୍ତି ନାହିଁ ଏବଂ ତାଙ୍କର ଏହି ସଂକେତକୁ ଆମେ ବୁଝିପାରିନଥାଉ। ତେବେ ଏପରି ସ୍ଥିତିରେ ଆମେ ଆପଣଙ୍କୁ କହିବାକୁ ଚାହୁଁ କି ସ୍ୱପ୍ନଶାସ୍ତ୍ର ଅନୁସାରେ ଏପରି ସ୍ୱପ୍ନ ଆମକୁ ଏହା ସଂକେତ ଦେବାକୁ ଚାହେଁ କି ମୃତ ପରିଜନ ଏବେ ଆମ ବାସ୍ତବିକ ଜୀବନରେ ଚାଲିଥିବା ପରିସ୍ଥିତି ବିଷୟରେ ସତର୍କ କରିବାକୁ ଚାହୁଁଛନ୍ତି। ଏହାର ଅର୍ଥ ଏହା ହୋଇପାରେ କି ଆମେ କୌଣସି ଖରାପ କାମ କରୁଛେ ଅଥବା କୌଣସି ଖରାପ କାମ କରିବାର ମାର୍ଗରେ ପରିଚାଳିତ ହେଉଛେ। ସ୍ୱପ୍ନଶାସ୍ତ୍ରରେ ଆଉ ଏକ ପରିସ୍ଥିତି ବିଷୟରେ ମଧ୍ୟ ଉଲ୍ଲେଖ ଅଛି କି ଯଦି ସ୍ୱପ୍ନରେ ମୃତ ପରିଜନ ଆସନ୍ତି ଏବଂ ମୌନ ରହିବା ସତ୍ତ୍ୱେ ଆମକୁ ଆଶୀର୍ବାଦ ଦେଉଥାନ୍ତି, ତେବେ ଏହା ଏହି ଦିଗକୁ ସଂକେତ କରେ କି ଆପଣ ବର୍ତ୍ତମାନ ଯେଉଁ କାମ କରୁଛନ୍ତି ଅଥବା କରିବାରେ ପ୍ରୟାସରତ ଅଛନ୍ତି, ସେହି କାମରେ ଆପଣ ନିଶ୍ଚୟ ଭାବରେ ସଫଳ ହେବେ। ଅପରପକ୍ଷେ ଯଦି ସ୍ୱପ୍ନରେ ଆପଣ ମୃତ ପରିଜନଙ୍କ ଦୁଃଖୀ ଥିବାର ଦେଖନ୍ତି ଅଥବା ଏଭଳି ପ୍ରତୀତ ହୁଏ କି ସେ ଆପଣଙ୍କ କାମରେ ସନ୍ତୁଷ୍ଟ ନାହାନ୍ତି, ତେବେ ଆପଣଙ୍କୁ ବିନା କୌଣସି ବିଚାରରେ
ସେହି କାମକୁ ସେଇଠି ବନ୍ଦ କରିଦେବା ଉଚିତ। ଯଦି ଆପଣ ସେହି କାମ କରନ୍ତି ତେବେ ଏହା ଆପଣଙ୍କ ପାଇଁ ଅଶୁଭ ପରିଣାମ ଆଣିପାରେ। ସ୍ୱପ୍ନ ହିଁ ଆମ ପୂର୍ବ ପରିଜନଙ୍କ ପାଇଁ ଏକମାତ୍ର ମାଧ୍ୟମ ଯାହାଦ୍ୱାରା ସେ ଆମକୁ ସତର୍କ କରିଥାନ୍ତି। ପରନ୍ତୁ ଏହି ସଂକେତକୁ ବୁଝି ନ ପାରିବା ଯୋଗୁଁ ଆମେ ଅନେକ ଭୁଲ କରିଦେଇଥାଉ। ଦର୍ଶକ ବନ୍ଧୁ, ଏମିତି ମଧ୍ୟ ସ୍ୱପ୍ନ କେହି କେହି ଦେଖନ୍ତି ଯେଉଁଥିରେ ବ୍ୟକ୍ତିଙ୍କ ସ୍ୱପ୍ନରେ ମୃତ ପରିଜନ ଆସି ତାଙ୍କୁ କୌଣସି ବସ୍ତୁର ଆଗ୍ରହ କରନ୍ତି, ପରନ୍ତୁ ସେ ମୁଖରୁ କିଛି କୁହନ୍ତି ନାହିଁ। ଯଥା ସେ ସ୍ୱପ୍ନରେ ନିର୍ବସ୍ତ୍ର ଅବସ୍ଥାରେ ଆସନ୍ତି ଅଥବା ତାଙ୍କ ପାଦରେ ଜୋତା ନଥିବାର ଆପଣ ଦେଖିପାରନ୍ତି ଅଥବା ସେ ଭୋକିଲା ଅବସ୍ଥାରେ ଥାନ୍ତି। ଯଦି ଆପଣଙ୍କୁ ଏଭଳି କୌଣସି ପ୍ରକାରର ଆଭାସ ହୁଏ ତେବେ ସ୍ୱପ୍ନ ଶାସ୍ତ୍ର ଅନୁସାରେ ଏହି ସ୍ୱପ୍ନରେ ଏପରି ସଂକେତ ହୋଇପାରେ କି ଯେଉଁ ସବୁ ବସ୍ତୁ ମୃତକଙ୍କ ଶରୀର ଦେଖାଯାଉ ନାହିଁ ସେ ସେହି ବସ୍ତୁ ପାଇଁ ଆଗ୍ରହ କରିଥାନ୍ତି ଅଥବା ସେ ଭୋକରେ ଥାଇପାରନ୍ତି। ତେବେ ଏପରି ସ୍ଥିତିରେ ସେ ଆଗ୍ରହ କରିଥିବା ବସ୍ତୁକୁ ତାଙ୍କ ନାମରେ କୌଣସି ବ୍ରାହ୍ମଣକୁ ଦାନ କରିଦିଅନ୍ତୁ ଅଥବା ମନ୍ଦିରରେ ଯାଇ ସେହି ବସ୍ତୁକୁ ଦାନ କରିଦିଅନ୍ତୁ। ପରନ୍ତୁ ଦାନ କଲା ସମୟରେ ସେହି ସ୍ୱର୍ଗବାସୀ ମୃତ ବ୍ୟକ୍ତିଙ୍କୁ ଧ୍ୟାନ କରିବା ଭୁଲନ୍ତୁ ନାହିଁ ଏବଂ ଏହା ବିଚାର କରନ୍ତୁ ଯେମିତି ଆପଣ ଦାନ କରୁଥିବା ସମସ୍ତ ବସ୍ତୁ ସେହି ବ୍ୟକ୍ତିଙ୍କୁ ମିଳୁଛି। ଏହା କରିବା ଦ୍ୱାରା ତାଙ୍କ ପିତୃ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କ ମନୋକାମନା ପୂର୍ଣ୍ଣ ହୋଇଥାଏ। ସ୍ୱପ୍ନ ଶାସ୍ତ୍ର ଅନୁସାରେ ସ୍ୱପ୍ନରେ ଯଦି ମୃତ ପରିଜନ କୌଣସି ଦୂର ସ୍ଥାନରେ ଅଥବା ଆକାଶରେ ଥିବାର ଦେଖନ୍ତି ତେବେ ସେ ସ୍ୱପ୍ନ ମାଧ୍ୟମରେ ଆପଣଙ୍କୁ ଏହି ସଂକେତ ଦେବାକୁ ଚାହୁଁଛନ୍ତି କି ଏବେ ତାଙ୍କୁ ମୋକ୍ଷର ପ୍ରାପ୍ତି ହୋଇସାରିଛି ଏବଂ ଆକାଶୀୟ ଗତିରେ ସେ ଆପଣମାନଙ୍କୁ ଆଶୀର୍ବାଦ ଦେଉଛନ୍ତି। ଯଦି ସ୍ୱପ୍ନରେ ଆପଣ କୌଣସି ମୃତ ବ୍ୟକ୍ତିଙ୍କୁ ଘରର କୌଣସି ସ୍ଥାନରେ ଅଥବା ନିଜ ଆଖପାଖରେ ଦେଖନ୍ତି ତେବେ ସ୍ୱପ୍ନ ଶାସ୍ତ୍ର ଅନୁସାରେ ଏହା ଏହି ସଂକେତ ଦିଏ କି ସେହି ମୃତ ବ୍ୟକ୍ତି ଏବେ ମଧ୍ୟ ପରିବାରର ମୋହ ଛାଡ଼ି ପାରିନାହାନ୍ତି ଏବଂ ଏବେ ମଧ୍ୟ ତାଙ୍କ ଛତ୍ର ଛାୟା ତଳେ ରହିବାକୁ ଚାହୁଁଛନ୍ତି। ଯଦି ଏପରି ସ୍ୱପ୍ନ ଆପଣ ଦେଖିଥାନ୍ତି ତେବେ ପ୍ରତିଦିନ ଗାଈକୁ 2ଟି ରୁଟି ଅଥବା ଘର ହାତରନ୍ଧା ଖାଦ୍ୟ ଅବଶ୍ୟ ଦିଅନ୍ତୁ ଏବଂ ମୁଖ୍ୟତଃ ଅମାବାସ୍ୟା ଦିନ ନିଜ ପିତୃ ପରିଜନଙ୍କୁ ଭୋଗ ଲଗାଇବା ଭୁଲନ୍ତୁ ନାହିଁ ଏବଂ ଯଦି ସମ୍ଭବ ହୁଏ ତେବେ ଅମାବାସ୍ୟା ଦିନ କୌଣସି ବ୍ରାହ୍ମଣଙ୍କୁ ଭୋଜନ ଅବଶ୍ୟ କରାନ୍ତୁ। ଏହା ଦେଖି ଆପଣଙ୍କ ପିତୃ ପରିଜନଙ୍କ ଆତ୍ମା ଅବଶ୍ୟ ଶାନ୍ତି ପାଇବ। ଏହା ସହ ଆପଣଙ୍କୁ ଅବଗତ କରିବାକୁ ଚାହୁଁ କି ହିନ୍ଦୁ ଧର୍ମରେ 33 କୋଟି ଦେବତା ଅଛନ୍ତି, ପରନ୍ତୁ ପିତୃଦେବ ଆମ ନିଜ ଘରର ଦେବ ହୋଇଥାନ୍ତି କାରଣ ମୃତ୍ୟୁ ପରେ ମଧ୍ୟ ସେ ବଂଶର ବୃଦ୍ଧି ଏବଂ ସୁଖ ସମୃଦ୍ଧି ପାଇଁ ଆଶୀର୍ବାଦ ଦେଇଥାନ୍ତି। ଏତଦ୍ ବ୍ୟତୀତ ଯଦି କୌଣସି ବ୍ୟକ୍ତିଙ୍କୁ ସ୍ୱପ୍ନରେ ଶବଯାତ୍ରା ଦେଖାଯାଏ ସ୍ୱପ୍ନ ଶାସ୍ତ୍ର ଅନୁସାରେ ଏହା କୌଣସି ଅଶୁଭ ସଂକେତ ହୋଇନଥାଏ, ବରଂ ଏହା ଏଇଆ ସଂକେତ ଦିଏ କି ଏବେ ସେହି ବ୍ୟକ୍ତିଙ୍କ ସମସ୍ତ ମନସ୍କାମନା ପୂରଣ ହେବାକୁ ଯାଉଛି। ଯଦି ସ୍ୱପ୍ନରେ ଆପଣ କୌଣସି ମୃତ ବ୍ୟକ୍ତିଙ୍କୁ କ୍ରୋଧିତ ଅବସ୍ଥାରେ ଦେଖନ୍ତି ତେବେ ଏହାର ଏହି ଅର୍ଥ ଥାଇପାରେ କି ସେ ବ୍ୟକ୍ତି ଆପଣଙ୍କଠୁ କିଛି ପାଇବାର ଆଶା ରଖିଛନ୍ତି। ସ୍ୱପ୍ନ ଶାସ୍ତ୍ର ଅନୁସାରେ ସେହି ବ୍ୟକ୍ତିଙ୍କ ଏପରି ଇଚ୍ଛା ଥାଇପାରେ ଯାହା ମୃତ୍ୟୁ ପୂର୍ବରୁ ଅସମ୍ପୂର୍ଣ୍ଣ ରହିଯାଇଥିଲା ଏବଂ ସେ ଏବେ ଆପଣଙ୍କ ମାଧ୍ୟମରେ ତାହା ପୂରଣ କରିବାକୁ ଚାହୁଁଛନ୍ତି। ମୃତ ବ୍ୟକ୍ତି ସ୍ୱପ୍ନରେ ଆସିବାର କାରଣ ଏହା କି ତାଙ୍କର ଆତ୍ମା ଜୀବନ ଏବଂ ମରଣ ଚକ୍ରରୁ ମୁକ୍ତ ହୋଇପାରିନଥାଏ। ଏପରି ହେବା ଦ୍ୱାରା ଆମେ ତାଙ୍କର ସହାୟତା କରିବାରେ ଅସମର୍ଥ ହୋଇଥାଉ। ଯଦି କୌଣସି ମୃତ ବ୍ୟକ୍ତି ସ୍ୱପ୍ନରେ ଆପଣଙ୍କୁ ଖୁସିରେ ଥିବାର ଦେଖାଯାଆନ୍ତି ତେବେ ଏହାର ଅର୍ଥ ଏହା କି ଏବେ ଆପଣଙ୍କ ଆଗାମୀ ସମୟ ସୁଖମୟ ହେବ ଏବଂ ଯଦି ମୃତ ବ୍ୟକ୍ତି କାନ୍ଦୁଥିବାର ଦେଖନ୍ତି ତେବେ ମଧ୍ୟ ଏହା ଆପଣଙ୍କ ପାଇଁ ଶୁଭ ସଂକେତ ହୋଇପାରେ। ଦର୍ଶକ ବନ୍ଧୁ, ମୁଖ୍ୟତଃ କୌଣସି ମୃତ ବ୍ୟକ୍ତିଙ୍କ ସ୍ୱପ୍ନରେ ଆସିବାର ଚିନ୍ତାର ବିଷୟ ହୋଇନଥାଏ। ମୃତ ବ୍ୟକ୍ତି ଆପଣଙ୍କ ସ୍ୱପ୍ନରେ ଆସିବାର ଅର୍ଥ ଏହା ହୋଇପାରେ କି ସେ ଆପଣଙ୍କୁ ମନେ ପକାଉଥିବେ ଅଥବା ଆପଣଙ୍କ ମନରେ ତାଙ୍କର ସ୍ମୃତି ଏବେ ମଧ୍ୟ ଜୀବନ୍ତ ଅଛି। ତେବେ ଯଦି ଆପଣ ମଧ୍ୟ ଏପରି ସ୍ୱପ୍ନ ଦେଖନ୍ତି ଆପଣ ସ୍ୱପ୍ନରେ ଦେଖିଥିବା ସେହି ପରିଜନଙ୍କ ଜୀବନରେ ଆସୁଥିବା ସମସ୍ତ ପରିସ୍ଥିତିର କୁଶଳତା ବିଷୟରେ କୃତଜ୍ଞତା ଜଣାନ୍ତୁ। ଆମେ ଆଶା କରୁଛୁ କି ଆଜିର ଏହି ପ୍ରସ୍ତୁତି ଆପଣମାନଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଏହାକୁ ଅଧିକରୁ ଅଧିକ ଲାଇକ୍ ଏବଂ ସେୟାର କରନ୍ତୁ ଏବଂ ଏମିତି ପୌରାଣିକ ପ୍ରସଙ୍ଗ ଜାଣିବା ପାଇଁ ଆମ ଚ୍ୟାନେଲ M2 ଷ୍ଟୋରି ଟେଲରକୁ ସବସ୍କ୍ରାଇବ୍ କରନ୍ତୁ। ବର୍ତ୍ତମାନ ପାଇଁ ବିଦାୟ ଦିଅନ୍ତୁ। ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ।